ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ସାଙ୍ଗମାନେ। ଆଜି ଆମେ ଦେଖିବା କିଛି ଜାତକର ରୋଚକ ତଥ୍ୟ ଯାହାକି ଆମର ଜାତକ ଦେଖିବାରେ ସହଯୋଗ କରେ। ଆମେ ଜାଣି ରଖିଥିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ ଆମ ରାଶିଚକ୍ର ଅଛି। ସେହିପରି ଆମର ଗ୍ରହ ଚକ୍ରରେ 9ଟି ଗ୍ରହ, ଯାହାକି ସଂକ୍ଷିପ୍ତରେ ଆମ ଜାତକରେ ଲେଖା ହୋଇଥାଏ। ବ୍ରୁ ମାନେ ଆମ ବୃହସ୍ପତି, ସ ମାନେ ଆମର ଶନି, ସୁ ମାନେ ଆମର ଶୁକ୍ର, ର ମାନେ ଆମର ରବି, ସେହିପରି ମ ମାନେ ଆମ ମଙ୍ଗଳ, ବୁ ମାନେ ଆମର ବୁଧ। କନଫ୍ୟୁଜନ ହେବେନି ସାଙ୍ଗମାନେ। ବ୍ରୁ ମାନେ ବୃହସ୍ପତି, ବୁ ମାନେ ବୁଧ। ସେହିପରି ଆମର ମ ମାନେ ମଙ୍ଗଳ ହୋଇଗଲା, ବୁଧ ହୋଇଗଲା, ଚ ମାନେ ଚନ୍ଦ୍ର, ରା ମାନେ ରାହୁ, କେ ମାନେ କେତୁ। ଏହା ଦୁଇଟି ହେଉଛନ୍ତି ଆମର ଛାୟା ଗ୍ରହ। ଏହା କୌଣସି ରାଶିଙ୍କର ଅଧିପତି ନୁହନ୍ତି। ଆଉ ବଳକା ଯେଉଁ 7ଟି ରହିଲା, ସିଏ ଆମ ଏଇ ଯେଉଁ ରାଶିଚକ୍ର 12ଟି ରାଶିର ଅଧିପତି। ତ 12ଟି ରାଶିର ଅଧିପତି ହେଉଛନ୍ତି ଏଇ ଯେଉଁ 7ଟି ଗ୍ରହ। କେଉଁ ରାଶି ଆପଣମାନେ ଭାବିବେ 12ଟା ରାଶି 7ଟା ହିଁ ଗ୍ରହ ରହିଲେ, ତ କେଉଁ ରାଶି କାହାର କିଏ ଅଧିପତି? ତ ମୁଁ ଲେଖି ରଖିଛି, ଯେପରିକି ମେଷର ହେଉଛନ୍ତି ମଙ୍ଗଳ, ବୃଷର ହେଉଛନ୍ତି ଶୁକ୍ର, ମିଥୁନ ହେଉଛନ୍ତି ବୁଧ, କର୍କଟ ହେଉଛନ୍ତି ଚନ୍ଦ୍ର, ସିଂହ ହେଉଛନ୍ତି ରବି, କନ୍ୟା ହେଉଛନ୍ତି ବୁଧ, ତୁଳା ହେଉଛନ୍ତି ଶୁକ୍ର, ପିଛା ହେଉଛନ୍ତି ମଙ୍ଗଳ, ଧନୁ ହେଉଛନ୍ତି ବୃହସ୍ପତି, ମକର ହେଉଛନ୍ତି ଶନି, କୁମ୍ଭ ହେଉଛନ୍ତି ଶନି, ମୀନ ହେଉଛନ୍ତି ବୃହସ୍ପତି। ଇଏ ହେଉଛି ଯେଉଁ ରାଶିର ଯିଏ ଅଧିପତି। ତ ଆମେ ଦେଖିବାକୁ ପାଇଲେ କେଉଁ ଗ୍ରହ 2 ଥର ଲେଖେ ମଧ୍ୟ ଅଧିପତି ଅଛନ୍ତି। ଏହା ମନେ ରଖିବା କଥା ସାଙ୍ଗମାନେ। ଚନ୍ଦ୍ର ଏବଂ ରବି ଇଏ ହେଲେ କର୍କଟ ଏବଂ ସିଂହଙ୍କର ଅଧିପତି। ଏହାକୁ ଛାଡ଼ି ଦେଇ, ଚନ୍ଦ୍ର ଏବଂ ରବିଙ୍କୁ ଛାଡ଼ି ଦେଇ ଆଉ ଯେଉଁ ବି ଗ୍ରହ ରହିଲା, ସିଏ 2 ଜଣଙ୍କର ଅଧିପତି। ଯେପରିକି ମଙ୍ଗଳ ଆମେ ଦେଖିବା, ସିଏ ମେଷ ଏବଂ ବିଛାଙ୍କର ଅଧିପତି ହେଉଛନ୍ତି ମଙ୍ଗଳ। ବୃଷ ଏବଂ ତୁଳା ୟାରି ଅଧିପତି ହେଉଛନ୍ତି ଶୁକ୍ର। ମିଥୁନ, କନ୍ୟା ୟାରି ଅଧିପତି ହେଉଛନ୍ତି ବୁଧ। ଆପଣମାନଙ୍କୁ ଆଗରୁ କହି ରଖିଛି, ଏବେ ମଧ୍ୟ କହି ରଖୁଛି, କର୍କଟ ଏବଂ ସିଂହ। କର୍କଟଙ୍କର ରାଶିଧିପତି ହେଉଛନ୍ତି ଚନ୍ଦ୍ର, ସିଂହର ରାଶିଧିପତି ବା ଅଧିପତି ହେଉଛନ୍ତି ରବି। ତାପରେ ଧନୁ ଏବଂ ମୀନ ୟାର ଅଧିପତି ହେଉଛନ୍ତି ବୃହସ୍ପତି। କୁମ୍ଭ ଏବଂ ମକର ୟାର ଅଧିପତି ହେଉଛନ୍ତି ଶନି। ତ ଏହା ହେଲା କେଉଁ ରାଶିର କିଏ ଅଧିପତି ଏବଂ କେତୋଟି ଗ୍ରହ ଅଛି। ତ ଗ୍ରହ ଆମର ବୃହସ୍ପତି ଠାରୁ କେତୁ ପର୍ଯ୍ୟନ୍ତ ଏହିପରି ଭାବେ ସର୍ଟ ଫର୍ମରେ ବା ସଂକ୍ଷିପ୍ତରେ ଆମର ଜାତକରେ ଲେଖା ହୋଇଥାଏ। ଏବେ ଆମେ ଜାଣିବା ଜାତକ ଆମେ ଦେଖିବା କେମିତି। ତ ଯେତେବେଳେ ବି ଆମେ ଜାତକ ଦେଖିବା, ପ୍ରଥମ ଘର ହେଉଛି ଏଇ ଘର। ପ୍ରଥମ ଘର ଇଏ ନୁହଁ, ପ୍ରଥମ ରାଶି ହେଉଛି ଇଏ। ତ ପ୍ରଥମ ରାଶି ହେଉଛି ଆମର ମେଷ ରାଶି। ଆମ ଓଡ଼ିଆ ଜାତକରେ ହିସାବରେ ପ୍ରଥମ ରାଶି ହେଉଛି ଇଏ ମେଷ ରାଶି। ତ ଦ୍ୱିତୀୟ ହେଉଛି ବୃଷ ରାଶି। ଏହିପରି ଭାବେ ଆମେ ଚାଲିଛେ ଗଣନା କରି ଯିବା। କିନ୍ତୁ ଗଣନା କରିବା ପୂର୍ବରୁ ଏକ ଛୋଟ କଥା କହି ରଖୁଛି ମୁଁ, ଯେ ଗଣନା ସବୁବେଳେ ଘଣ୍ଟାର ବିପରୀତ ଦିଗରେ ଗଣନା କରିବା। ଯେପରିକି ଘଣ୍ଟା ଏହିପରି ଭାବେ ବୁଲୁଛି, କିନ୍ତୁ ଏହିପରି ଭାବେ ନ କରି ଆମେ ଏହିପରି ଭାବେ କରିବା, ଯାହାକି ଏହିପରି ଭାବେ ଦ୍ୱାଦଶ ପର୍ଯ୍ୟନ୍ତ। ଯେପରିକି 1ଠୁ ଆରମ୍ଭ କରିକି 2, 3, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଘର। ଏହା ହେଉଛି ଆମର ଓଡ଼ିଆ ଜାତକର ଗୃହ। ଏହି ଗୃହ ସବୁବେଳେ ସ୍ଥିର ଥାଏ ଏବଂ ଲଗ୍ନ ଏବଂ ରାଶି ଗ୍ରହ ଅନ୍ୟ ଜାଗାରେ ବସିଥାନ୍ତି। ଆମେ ଏକ ଉଦାହରଣ ନେଇ ଦେଖିବା, ଯେପରିକି ଆମେ ଦେଖିବା ବୃହସ୍ପତି। ତ ବୃହସ୍ପତି ଏଇ ଘରେ ବସିଲେ, ତ ବୃହସ୍ପତିଙ୍କ ଘର କେଉଁଟା ହେଲା? ଘର ସିଏ ଅଲଗା ଗଣନା, କିନ୍ତୁ ଏବେ ବସିଛନ୍ତି ସେ ବର୍ତ୍ତମାନ 11 ନମ୍ବର ରାଶି ଶନିଙ୍କ ଘରେ।
ତ ଶନିଙ୍କ ଘରେ ବୋଲେ ଶନି ଏହାର ଗୃହାଧିପତି ବା ଗୃହାଧିପତି ହେଉଛନ୍ତି ଶନି। କିନ୍ତୁ ଆକୁ ଗଣନା କେମିତି କରିବା, କେତେ ନମ୍ବର ଘରେ ବସିଛନ୍ତି? ୟା ପାଇଁ ହେଲେ ଆମେ ଦେଖିବା ବା ଲଗ୍ନ। ଆମ ଓଡ଼ିଆ ଜାତକ ହିସାବରେ ଲେଖା ହେଇଥିବ ତ ଆମ ଯୋଉଠି ଲେଖା ହେଇଥିବ, ଯୋଉଠି ମନେକର ଏଇଠି ମନେକର ଲେଖା ହେଇଛି, ତ ଅଷ୍ଟମ ରାଶିରେ ପଡ଼ିଲା। ଅଷ୍ଟମ ରାଶି ହେଉଛି ଆମର ବିଛା, ତାର ଅଧିପତି ହେଉଛନ୍ତି କିଏ? ଆମ ମଙ୍ଗଳ। ତ ମଙ୍ଗଳ ହେଉଛନ୍ତି ଅଧିପତି। ତ ମନେକର ମଙ୍ଗଳ ଏଇଠି ବସିଛନ୍ତି। ତ ମଙ୍ଗଳ ଲଗ୍ନ ଠାରୁ କେତେ ନମ୍ବର ଘରେ ବସିଛନ୍ତି? ତ ଲଗ୍ନ ଠାରୁ ମୁଁ କହିଥିଲି ଘଡ଼ିର ଓଲଟା ଦିଗରେ କାଉଣ୍ଟ କରିବା, ଘଣ୍ଟାର ଓଲଟା ଦିଗରେ କାଉଣ୍ଟ କରିବା। ତ ଲଗ୍ନ ଠାରୁ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ। ତ ଲଗ୍ନାଧିପତି ଲଗ୍ନ ଠାରୁ ନବମ ଘରେ ବସିଛନ୍ତି। ସେହିପରି ବୃହସ୍ପତି ଲଗ୍ନ ଠାରୁ କେତେ ନମ୍ବର ଘରେ ବସିଛନ୍ତି? ତ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ତ ଲଗ୍ନ ଠାରୁ ଚତୁର୍ଥ ଘରେ ବସିଛନ୍ତି। ଅନ୍ୟ ଏକ ଉଦାହରଣ ନେବା। ଯଦି ଲଗ୍ନ ଆମର ଏଇଠି ପଡ଼ିଲା, ତ ଲଗ୍ନ ଘରେ ବୃହସ୍ପତି ବସିଲେ, ତ ବୃହସ୍ପତି କ'ଣ ଏହାର ଲଗ୍ନାଧିପତି କ'ଣ ବୃହସ୍ପତି ହେଲେ କି? ନାହିଁ। ତ ଲଗ୍ନାଧିପତି ଆମର କିଏ? ନା ଇଏ ହେଉଛି 11 ନମ୍ବର ଘର। ତ ଶନି ୟାର ଲଗ୍ନାଧିପତି। ତ ଶନି ମନେକର ଆମର ବସିଛନ୍ତି ଏଇ ଘରେ। ତ ଶନି ଲଗ୍ନ ଠାରୁ କେତେ ଘରେ ବସିଛନ୍ତି? ତ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ। ତ ଲଗ୍ନ ଠାରୁ ଅଷ୍ଟମ ଘରେ ଅଛନ୍ତି ଶନି। ଲଗ୍ନ ଠାରୁ ଅଷ୍ଟମ ଘରେ ଅଛନ୍ତି ଶନି। ତ ଆମେ ଦେଖିବାକୁ ପାଇଲେ, ଆମେ ଗଣନା କଲେ, ଆଉ କିଛିଟା ନୂଆ ଜିନିଷ ଶିଖିବାକୁ ପାଇଲେ। ତ ଲଗ୍ନ ଠାରୁ ସବୁବେଳେ ଘଣ୍ଟାର ବିପରୀତ ଦିଗରେ, ସବୁବେଳେ ଲଗ୍ନ ଠାରୁ ହଉ କି କୌଣସି ବି ଗଣନା ହଉ, ଯେପରିକି ଅନ୍ୟ ଏକ ଛୋଟ ଗଣନା ନେଉଛି ଏଇ ହିସାବରେ। ତ ଏଇ ଯେଉଁ ଆମର ଏଇ ଲଗ୍ନ ହିସାବରେ ଦେଖିବା, ଲଗ୍ନ ଠାରୁ ଚତୁର୍ଥ ଘରେ ବସିଛନ୍ତି ବୃହସ୍ପତି। କିନ୍ତୁ ବୃହସ୍ପତି ଠାରୁ ମଙ୍ଗଳ କେତେ ନମ୍ବର ଘରେ ବସିଛନ୍ତି? ଯଦି ତ ଆମେ ଗଣନା କରିବା, ତ ସେହିପରି ସେ ଘଣ୍ଟାର ବିପରୀତ ଦିଗରେ। ତ ବୃହସ୍ପତିଠୁ ଯଦି ଆରମ୍ଭ କରିବା, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ। ତ ବୃହସ୍ପତି ଠାରୁ ଷଷ୍ଠ ଘରେ ବସିଛନ୍ତି ମଙ୍ଗଳ। ଯଦି ଆମେ ସେଇ ଘରର ଗଣନା କରିବା, ଯଦି ଶନି, ତ ଷଷ୍ଠ, ସପ୍ତମ, ଅଷ୍ଟମ। ତ ବୃହସ୍ପତି ଠାରୁ ଅଷ୍ଟମ ଘରେ ବସିଛନ୍ତି। ତ ଲଗ୍ନ ଠାରୁ କେତେ ନମ୍ବର ଘରେ ବସିଛନ୍ତି ଶନି? ଯଦି ଆକୁ ଲଗ୍ନ ବୋଲି ଧରିବା, ତ ଲଗ୍ନ ଠାରୁ ଗଣିବା ବୋଲେ ଏମିତି ଗଣିଦେବାନି। ଏମିତି ଗଣିଦେଲେ 1, 2, 3। ତ ଏମିତି କେବେ ଗଣିବାନି, ସବୁବେଳେ ଘଣ୍ଟାର ବିପରୀତ ଦିଗରେ। ତ ଗଣିବା 1, 2, 3, 4, 5, 6, 7, 8, 9, 10, 11। ତ ଲଗ୍ନ ଠାରୁ 11 ନମ୍ବର ଘରେ ବସିଛନ୍ତି ଶନି। ଯଦି ମଙ୍ଗଳ ଗଣିବା, ତ ମଙ୍ଗଳ ହେଲେ ଆର କ'ଣ? ଲଗ୍ନାଧିପତି। ଅଷ୍ଟମ ଘର ଆମେ ଜାଣି ରଖିଛେ, ଅଷ୍ଟମ ଘର ହେଉଛି କିଏ? ବିଛା। ବିଛାର ଅଧିପତି ହେଲେ ମଙ୍ଗଳ। ତ ମଙ୍ଗଳ ହେଉଛି ଏହାର ଲଗ୍ନାଧିପତି। ତ ମଙ୍ଗଳ କେତେ ନମ୍ବର ଘରେ ବସିଛନ୍ତି? ଆଉ ଥରେ କହି ରଖୁଛି, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ। ତ ଲଗ୍ନ ଠାରୁ ନବମ ଘରେ ବସିଛନ୍ତି ମଙ୍ଗଳ। ଏହିପରି ଭାବେ ଆମେ ଗଣନା କରିବା। ଏବଂ ମୁଁ ଆଶା କରୁଛି ଟିକିଏ କିଛିଟା ମୁଁ ଆପଣଙ୍କୁ ଶିଖାଇ ପାରିଥିବି। ତ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅ।